ଏଠି ଗ୍ୟାସ୍ ପାଇଁ ଆମେ ବହୁତ ହଇରାଣ ହେଉଛୁ। ଆମକୁ ବହୁତ ହେଲେ ମାସ ହେଲା ଆମେ ଗ୍ୟାସ୍ ପାଉନୁ। ତାପରେ ସେମାନେ ଯେଉଁ ଗାଇଡ଼ଲାଇନ୍ କଲେ ଯେ 25 ଦିନ ପରେ ଆପଣ ଯେଉଁ ତାରିଖରେ ବୁକ୍ କରିବେ ତା 25 ଦିନ ପରେ ଆପଣ ବୁକ୍ କରିବେ। ଆମେ ସେଇ ଗାଇଡ଼ଲାଇନ୍ ମାନିଲୁ। ମାନିଲା ପରେ ବି ଆମକୁ ମେସେଜ୍ ଯାଉଛି କିନ୍ତୁ ଗ୍ୟାସ୍ ମିଳୁନି। ଆମେ ବାରମ୍ବାର ଆସିକି ଗ୍ୟାସ୍ ଅଫିସ୍ରେ ଏମିତି ଲାଇନ୍ ଦେଇକି ହଇରାଣ ହରକତ, ଯେଉଁ ଗରମ ତା ଭିତରେ ଗାଁ ଗହଳି ବି ବହୁତ, ଆମେ ନୁହଁ ଗାଁ ଗହଳିଆ ଲୋକ ବି ବହୁତ ଆସୁଛନ୍ତି, ଆଉ ତଥାପି ଆମକୁ ଗ୍ୟାସ୍ ମିଳୁନି। ଆଜି ତ ସବୁ କହୁଛନ୍ତି ଯେ ଲୋକ ଆଜି ଗୋଟେ ଗ୍ୟାସ୍ ଆସିଛି 600-700 ଟାଙ୍କି ଆସିଛି, କିନ୍ତୁ ତଥାପି ସେମାନେ ଭିତରେ ଥାଇକି ମନା କରିଦେଉଛନ୍ତି ଗ୍ୟାସ୍ ଆସିଛି। ହେଇଥିବ, ହଁ ସେଟା ବି ହେଉଥିବ। ଗ୍ୟାସ୍ ସେମାନେ ପଇସା ନେଇ ବ୍ଲାକ୍ରେ ବିକି ଦେଉଛନ୍ତି, ଆମେ ସାଧାରଣ ଲୋକ ହଇରାଣ ହେଉଛୁ। ଆମେ ଅଧଘଣ୍ଟା ଲାଇନ୍ରେ ଠିଆ ହେଇଛୁ, ଆମକୁ ହଇରାଣ କରୁଛନ୍ତି। ଗ୍ୟାସ୍ ଯାଇଛି ଗ୍ୟାସ୍ କିନ୍ତୁ ଏମାନେ ଫେରି ଆଣୁଛନ୍ତି, ଗ୍ୟାସ୍ ନେଇ ଆସିଛନ୍ତି। ଆମକୁ ଆଜି ଫେର ମଙ୍ଗଳବାର କହିଥିଲେ, ଫେର ଆଜି ଆସିଲୁ ଲାଇନ୍ ଦେବା ପାଇଁ। ବହୁତ ହଇରାଣ, ଘରେ ଆମର ରୋଷେଇ ପାରୁନି, ଗ୍ୟାସ୍ ପାଇଁ ହଇରାଣ ହେଇଯାଉଛି। ଆଉ କ'ଣ କରିବୁ, ପିଲା ଛୁଆମାନେ ଅଛନ୍ତି, ବୟସ୍କ ବାପା ମା ଅଛନ୍ତି। ନାଇଁ ଆକ୍ଚୁଆଲି ମୁଖ୍ୟ ସମସ୍ୟା ରହିଛି ଯେଉଁମାନଙ୍କର ଦୀର୍ଘ ଦିନ ଧରି ଯେଉଁମାନେ ଆକ୍ଟିଭ କନଜ୍ୟୁମର ନୁହେଁ, ଆମର ଆକ୍ଟିଭ କନଜ୍ୟୁମର ଅନୁସାରେ ଆମର ଗ୍ୟାସ୍ କମ୍ପାନୀ ଆମକୁ ଦେଉଛି। ଆମର ଯାହା ବି କନଜ୍ୟୁମର ଆମ ପାଖରେ ଅଛନ୍ତି ତା ଦେହର 35% ଆକ୍ଟିଭ କନଜ୍ୟୁମର ଅଛନ୍ତି। ଆକ୍ଟିଭ କନଜ୍ୟୁମର 70% ସିଲିଣ୍ଡର ଆମେ ପାଉଛୁ, କମ୍ପାନୀ ଦେଉଛି। ବର୍ତ୍ତମାନ କ୍ରାଇସିସ୍ ହେବା ଦିନଠାରୁ ଯେଉଁ ଲୋକମାନେ ଗ୍ୟାସ୍ ନେଉନଥିଲେ, ବର୍ଷ ବର୍ଷ ଧରି ଗ୍ୟାସ୍ ନେଉନଥିଲେ, କିମ୍ବା ତାଙ୍କର ମୋବାଇଲ ନମ୍ବର ଅପଡେଟ୍ ନାହିଁ, OTP ପାଉନାହାନ୍ତି, କିମ୍ବା ସେମାନଙ୍କର ବାପା ନାଁରେ ଅଛି, ପୁଅ ବୁକିଂ କରୁଥିଲା ସେ ବୁକିଂ କରିପାରୁନାହାନ୍ତି, ମୁଖ୍ୟ ସ୍ରୋତରେ ସେମାନେ ବର୍ତ୍ତମାନ ସାମିଲ ହେଇଛନ୍ତି। ସେମାନେ କହୁଛନ୍ତି ଆମେ କନଜ୍ୟୁମର ଅଛୁ, ଆମକୁ ଗ୍ୟାସ୍ ଦିଅନ୍ତୁ, କିନ୍ତୁ ସେମାନଙ୍କର ଯେପର୍ଯ୍ୟନ୍ତ ଅପଡେଟ୍ ହେଇନାହିଁ ସେମାନେ OTP ଦେଇପାରିବେ ନାହିଁ। ଗଭର୍ଣ୍ଣମେଣ୍ଟ ଗାଇଡଲାଇନ୍ ଅନୁସାରେ ବର୍ତ୍ତମାନ 100% OTP ବେସିସ୍ କରିଦେଇଛି। ଆମେ ବିନା OTPରେ କୌଣସି ଲୋକଙ୍କୁ ସିଲିଣ୍ଡର ଗୋଟେ ଦେଇପାରୁନାହୁଁ।